ମୁଁ ଆଜି ପୋଇ ପତ୍ରରେ ଗୋଟେ ସହଜ ଆଉ ସ୍ୱାଦିଷ୍ଟ ରେସିପି ବନେଇବି ଯାହାକୁ ପୋଇ ପତ୍ର ପସନ୍ଦ ନାହିଁ ସେମାନଙ୍କୁ ବି ବହୁତ ପସନ୍ଦ ଆସିବ। ସେଥିପାଇଁ ମୁଁ ଏଠି କିଛି ପୋଇ ପତ୍ରକୁ ଭଲ ଭାବେ ଧୋଇକି ଛୋଟ ଛୋଟ କରି କାଟିକି ନେଇଯାଇଛି। ଆଉ ତା ସହିତ ଗୋଟେ ମିଡ଼ିୟମ୍ ସାଇଜ୍ ଆଳୁକୁ ବି ପତଲା ପତଲା ଲମ୍ବା ଲମ୍ବା କରି କାଟିକି ନେଇଯାଇଛି। ତାପରେ ଆମେ ଗୋଟେ ବଡ଼ ବାଉଲରେ କାଟିକି ରଖିଥିବା ପୋଇ ପତ୍ର, ଆଳୁ, ଛୋଟ ଛୋଟ କଟା ହେଇଥିବା ପିଆଜ, କଞ୍ଚା ଲଙ୍କା, ଲୁଣ, ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଧନିଆ ଗୁଣ୍ଡ ଦେଇ ଭଲ ଭାବେ ମିକ୍ସ କରିଦେବା। ତାପରେ ଆମେ ଏଥିରେ ବାଇଣ୍ଡିଂ ପାଇଁ ଚାଉଳ ଗୁଣ୍ଡ ଆଉ ବେସନ ଦେଇ ଭଲ ଭାବେ ମିକ୍ସ କରିଦେବା। ଏଥିରେ ଆପଣ ବିଲକୁଲ ବି ପାଣି ଦେବେନି। ଗରମ ତେଲରେ ଏମିତି ଭାବେ ପୋଇ ପତ୍ରର ମିକ୍ସଚରକୁ ଦେଇଦେବା। ଏ ବରାର ଦୁଇପଟ ସାଇଡ଼କୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଭଲ ଭାବେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଫ୍ରାଏ କରିବା। ପୋଇପତ୍ର ବରା ଏଠି ରେଡ଼ି ହେଇଯାଇଛି।